नमस्कार भौणी आपण मानक स्वागत करुछु आजिर नारी महल परिसर को। नारी जार परिभाषा परिव्याप्त, जार हृदय सागर भली विशाल, जीए आकाश ठारू उदार, धरित्री भली सहनशील, नारी जीए शत्रुहीन, जार मनरे दया क्षमा करुणार विशाल भंडार, त्याग तितिक्षार मूर्तिमंत प्रतीक, नारी ईश्वरंकर वरदान, जार गरिमा अवर्णनीय, पुरुषर मन जाणी ताकू खाद्य परिसी देला बेले से अन्नपूर्णा, पुणी अन्याय विरुद्धरे लढ़िला बेले से दुर्गा, विद्या प्रदान करी मनीष को मनीष परी गढ़ी तोलिबारे से सरस्वती रूपे निजर भूमिका को सुचारू रूपे तुलाई थाए। तेबे समय सहित ताल देई हुए तो बदली जाइछि तार स्थिति, किंतु बदली नहीं तार भूमिका कर्तव्य। पुराण जुगरे तार स्थिति थिला बेस सुदृढ़, हेले धीरे धीरे समय बदली गला, मनीषर चिंताधारा रे परिवर्तन घटिला, घर कोणरे से आबद्ध होई रहीगला, किंतु पुणी थरे समयर स्रोतरे से नूतन आलोकरे उद्भासित हेई निजर स्थिति को नहीं जागृत हेला। अंधारर श्रृंखल छिंडाई से निजर गरिमा दक्षता को समाजर प्रति क्षेत्र रे प्रतिपादित कला, जेमिति कि गणमाध्यम रे मध्य निजर उपस्थिति जाहिर कला। पुरुष सह कांध को कांध मिलाई से समस्त बाधाविघ्न को अतिक्रम करी गणमाध्यम क्षेत्र रे मध्य निजर भूमिका को निखुण भावे तुलाइबार प्रयास कला। तेबे एई परिप्रेक्षी रे आज आमर आलोचनार विषय रहिछि गणमाध्यम रे नारी। ए संपर्क रे आलोचना करिसेंती भक्तिलता महांती। गणमाध्यम हेउछि गणतंत्रर चतुर्थ स्तंभ एवं समाजर दर्पण।
ଯେଉଁଥିରେ ପ୍ରତିଫଳିତ ହୁଏ ସମାଜର ପ୍ରତିଟି ସତ୍ୟ। ସମାଜର ପରିବର୍ତ୍ତନ ଓ ବିକାଶରେ ଏହାର ଭୂମିକା ଅନନ୍ୟ। ବିଗତ କିଛି ଦଶନ୍ଧି ମଧ୍ୟରେ ଗଣମାଧ୍ୟମ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ତାହା ହେଉଛି ନାରୀର ସଶକ୍ତ ଓ ଗୌରବମୟ ଉପସ୍ଥିତି। ପୂର୍ବରୁ ଗଣମାଧ୍ୟମକୁ କେବଳ ପୁରୁଷ କୈନ୍ଦ୍ରିକ ଭାବେ ଭାବି ନିଆଯାଉଥିଲା। ମାତ୍ର ଆଜି ନାରୀ ତାର ସାହସ, ତାର ଦକ୍ଷତା, ତାର ବୁଦ୍ଧିମତ୍ତା ଏସବୁ ଦ୍ୱାରା ପ୍ରତିପାଦିତ କରିଛି ଯେ ସେ ଗଣମାଧ୍ୟମରେ ନିଜର ବଳିଷ୍ଠ ଉପସ୍ଥାପନା ଜାହିର କରିପାରିଛି। ଆଉ ସେଥିପାଇଁ ସେ ସୃଷ୍ଟି କରିଛି ଏକ ସୁସ୍ଥ ଓ ଆଦର୍ଶ ପରମ୍ପରା। ତେବେ ଏହା ପୂର୍ବରୁ ମୁଁ ଗୋଟେ କଥା କହି ରଖୁଛି, ଏସବୁ ଗଣମାଧ୍ୟମ ଯୁଗରେ ବା ଗଣମାଧ୍ୟମରେ ପାଦ ଦେବା, ଗୋଟିଏ ସାମାଜିକ ସ୍ୱୀକୃତି ପାଇବା, ତାହା ଗୋଟେ ବଡ଼ ଦୁରୂହ ବ୍ୟାପାର ଥିଲା। ତେବେ ଗଣମାଧ୍ୟମରେ ନାରୀର ସ୍ଥିତି, ବିକାଶ ଓ ଆହ୍ୱାନ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ କହି ରଖେ, ନାରୀ ସମ୍ପର୍କରେ ସାଧାରଣ ଲୋକଙ୍କ ମାନସିକତା। ସାଧାରଣ ଲୋକଟିଏ ନାରୀଟିକୁ ଭାବନ୍ତି ଅବଳା, ଦୁର୍ବଳା, ବିନା ଆଶ୍ରୟରେ ସେମାନେ ବଞ୍ଚି ପାରନ୍ତି ନାହିଁ। କଥାରେ କୁହାଯାଏ, କବିତା, ବନିତା, ଲତା ଏମାନେ ବିନା ଆଶ୍ରୟରେ ବଞ୍ଚି ପାରନ୍ତିନି। ହଁ, କଥାଟା ଏଇଆ ଯେ ଏକ ଦୃଢ଼ ଆଶ୍ରୟକୁ ବା ଏକ ଦୃଢ଼ ଆଦର୍ଶକୁ ନାରୀଟିଏ ନିଷ୍ଠାର ସହ ଜାବୁଡ଼ି ଧରିଥାଏ। ସେଥିପାଇଁ ଅନେକ ସମୟରେ ଦେଖାଯାଏ, ଯଦି ବିପଥଗାମୀ ପୁରୁଷ ବା ସମାଜକୁ ଦିଗ୍ଦର୍ଶନ ଦେବାକୁ ହୁଏ, ତେବେ ନାରୀ ହିଁ ପ୍ରଥମେ ପାଦ ବଢ଼ାଇଥାଏ। ତେଣୁ ନାରୀ ହେଉଛି ଅସୀମ ଶକ୍ତିର ଆଧାର। କୁହାଯାଏ, ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା। ଏହା କେବଳ ଏକ ବାକ୍ୟ ନୁହେଁ, ଭାରତୀୟ ସଂସ୍କୃତିର ଚିରନ୍ତନ ଦର୍ଶନ, ଯେଉଁଠି ଆମ ପରମ୍ପରାରେ ନାରୀକୁ ମା, ସୃଷ୍ଟିକର୍ତ୍ରୀ, ଜଗଦ୍ଧାତ୍ରୀ, ବିଦ୍ୟାର ଦେବୀ, ଶକ୍ତିର ପ୍ରତୀକ ଏମିତି ଭାବେ ପୂଜା କରାଯାଏ। ନାରୀ ପୂଜାରେ ଦେବତାମାନେ ପ୍ରୀତ ହୁଅନ୍ତି। କାରଣ କ'ଣ ନା, ଆମର ସାଧାରଣତଃ ଦେବ, ମାନବ, ଦାନବ ଏମିତି ଗଣନା କରାଯାଇଥାଏ ଏବଂ ସବୁ ଗଣଙ୍କ ମଧ୍ୟରେ ଦେବଗଣଙ୍କର ସ୍ଥାନ ହେଉଛି ସର୍ବୋଚ୍ଚ। ଯେହେତୁ ଦେବତାମାନେ ମଧ୍ୟ ନାରୀ ପୂଜାରେ ସନ୍ତୁଷ୍ଟ ହୋଇଥାନ୍ତି, ପ୍ରୀତ ହୋଇଥାନ୍ତି, ତେଣୁ ନାରୀ ହିଁ ପ୍ରତ୍ୟେକଙ୍କର ସମ୍ମାନାସ୍ପଦ। ଅର୍ଥାତ୍ ଦେବତାମାନେ ମଧ୍ୟ ନାରୀଙ୍କୁ ସମ୍ମାନ କରିଥାନ୍ତି। ନାରୀ ହେଉଛି ପରିବାର, ସମାଜ ଓ ରାଷ୍ଟ୍ରର ମୂଳ ଶକ୍ତି। ସୂଚନା ଓ ପ୍ରଯୁକ୍ତିର ଯୁଗ ହେଉଛି ଏହା। ଏଥିରେ ଗଣମାଧ୍ୟମରେ ନାରୀର ଭୂମିକା ଦୁଇ ପ୍ରକାର। କେମିତି ନା, ଗଣମାଧ୍ୟମରେ କାର୍ଯ୍ୟରତ ନାରୀ ଗୋଟେ ପ୍ରକାର, ଆଉ ଗଣମାଧ୍ୟମରେ ନାରୀର ଚିତ୍ରଣ ସେ ଗୋଟେ ଅଲଗା ପ୍ରକାର। ତେବେ ଆମେ ପ୍ରଥମେ ଆଲୋଚନା କରିବା ଗଣମାଧ୍ୟମରେ କାର୍ଯ୍ୟରତ ନାରୀ। କେମିତି ଗଣମାଧ୍ୟମକୁ ନାରୀଟିଏ କାର୍ଯ୍ୟ କରିବାକୁ ଆସିଲା ଏବଂ ତାକୁ କ'ଣ ଆହ୍ୱାନ ଥିଲା ଯେ ସେ ଏଥିରେ ପ୍ରବେଶ କରିଲା, ଆଉ ପ୍ରବେଶ କରିବା ପରେ ସେ କି କଷ୍ଟ ବା କି ମାନସିକ ସନ୍ତୁଳନ ବା କି ପ୍ରକାରର ମାନସିକତା ନେଇକି ସେ ଗତି କରିଥିଲା ଏବଂ ଶେଷରେ ସେ କେମିତି ପ୍ରଗତିମୂଳକ ରାସ୍ତାରେ ଯାଇ ପରମ୍ପରାକୁ ନୂଆ ରୂପରେଖ ଦେଇଛି। ତେବେ ଆସନ୍ତୁ ଆଲୋଚନା କରିବା। ସାମ୍ବାଦିକତା ଓ ଗଣମାଧ୍ୟମ କ୍ଷେତ୍ରକୁ ନାରୀମାନଙ୍କର ପ୍ରବେଶ ଏତେ ସହଜ ନଥିଲା। ସମାଜର ରୂଢ଼ିବାଦୀ ଚିନ୍ତାଧାରାକୁ ଭାଙ୍ଗି କିଛି ସାହସୀ ମହିଳା ପ୍ରଥମେ ଏ କ୍ଷେତ୍ରରେ ପାଦ ଦେଇଥିଲେ। ଆମେ ଯଦି ପୁରାତନ ଯୁଗକୁ ଯିବା, ତେବେ ଦେଖିବା ଯେ ସମୟ ସହିତ ସେ ଉତ୍ଥାନ ଓ ପତନ ଅନେକ ପର୍ଯ୍ୟାୟ ଦେଇ ଗତି କରିଛି। ବୈଦିକ ଯୁଗରେ ଭାରତୀୟ ନାରୀ ଶିକ୍ଷିତ, ସ୍ୱାଧୀନ ଓ ସମ୍ମାନିତ ଥିଲେ। ଗାର୍ଗୀ, ମୈତ୍ରେୟୀ ଦାର୍ଶନିକ ସଭାରେ ଋଷିମାନଙ୍କ ସହ ତର୍କ କରୁଥିଲେ। ସେତେବେଳେ ନାରୀଙ୍କ ପାଇଁ ଜ୍ଞାନ, ଚିନ୍ତନ ଓ ସାମାଜିକ ସହଭାଗିତାର ଦ୍ୱାର ଖୋଲା ଥିଲା। ମାତ୍ର ଇତିହାସର ଦୀର୍ଘ ଯାତ୍ରାରେ ନାରୀଙ୍କ ସ୍ଥିତି ସବୁବେଳେ ସମାନ ରହିନାହିଁ। ମୌର୍ଯ୍ୟ ଯୁଗରେ ଦେଖିବାକୁ ଗଲେ ଚନ୍ଦ୍ରଗୁପ୍ତଙ୍କ ସମୟରେ ଚାଣକ୍ୟ ସେତେବେଳେ ଶତରୂପା ବୋଲି ଜଣେ ନାରୀଙ୍କୁ ସେ ସାମ୍ବାଦିକତା ପାଇଁ ନିଯୁକ୍ତି କରିଥିଲେ ଏବଂ ସେ ଶତରୂପା ସାମ୍ବାଦିକତାକୁ ନିଷ୍ଠାର ସହିତ ତୁଲେଇକି ସେ ସେଇଥିରେ ନିଜର ଜୀବନକୁ ବାଜି ଲଗାଇ ଦେଇଥିଲେ। ଆଉ ସାମ୍ବାଦିକତାର ମୂଳ କାରଣ କ'ଣ ଥିଲା? ତାଙ୍କ ସ୍ୱାମୀଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବା ଏବଂ ତାଙ୍କ ସ୍ୱାମୀଙ୍କ ପ୍ରତି ଯେଉଁ ଅନ୍ୟାୟ ହୋଇଥିଲା ତାହା ଥିଲା ରାଷ୍ଟ୍ରକୁ ନେଇକି ମଧ୍ୟ। ତେଣୁ ଉଭୟ ରାଷ୍ଟ୍ର, ବ୍ୟକ୍ତି ଏବଂ ସମାଜ ପାଇଁ ଜଣେ ନାରୀ ସର୍ବଦା ତାର ମଙ୍ଗଳ କାମନା ହିଁ କରିଥାଏ। ଏଥିରୁ ତାହା ପ୍ରମାଣ ମିଳେ। ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଏହି ସମାଜର ମଙ୍ଗଳ ପାଇଁ ହିଁ ନାରୀ ପ୍ରବେଶ କରିଛି। ସମ୍ବାଦପତ୍ର, ରେଡିଓ, ଦୂରଦର୍ଶନ, ଚଳଚ୍ଚିତ୍ର, ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମ ଏସବୁରେ ଆଜି ନାରୀଙ୍କ ଚିନ୍ତାଧାରା, ପ୍ରତିଭା, ସଂଘର୍ଷ ଓ ସଫଳତା ସମଗ୍ର ବିଶ୍ୱରେ ପହଞ୍ଚି ପାରିଛି। ସେହି ମୌର୍ଯ୍ୟ ଯୁଗର କଥା। ରାଜା ଧନନନ୍ଦଙ୍କ ଝିଅ
ତଥା ଚନ୍ଦ୍ରଗୁପ୍ତ ମୌର୍ୟଙ୍କ ପତ୍ନୀ ରାଣୀ ଦୁର୍ଦ୍ଧରା, ଅହଲ୍ୟାବାଇ ହୋଲକାର, ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ପ୍ରମାଣିତ କରିଛନ୍ତି ନାରୀ କେବଳ ପରିବାରର ନୁହେଁ, ଆବଶ୍ୟକ ସମୟରେ ଓ ସୁଯୋଗ ମିଳିଲେ ସମଗ୍ର ରାଷ୍ଟ୍ରରେ ବି ସେ ନେତୃତ୍ୱ ନେଇପାରେ। 19 ଶତାବ୍ଦୀର କଥା। ଭାରତରେ ସମାଜ ସଂସ୍କାରର ନୂଆ ଜାଗରଣ ଆରମ୍ଭ ହେଲା। ରାଜା ରାମମୋହନ ରାୟ ସତୀପ୍ରଥା ବିରୋଧରେ ସଂଗ୍ରାମ କଲେ। ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବିଧବା ବିବାହ ଓ ନାରୀ ଶିକ୍ଷାର ପକ୍ଷରେ ଛିଡ଼ା ହେଲେ। ଏହି ସଂସ୍କାର ଆନ୍ଦୋଳନରେ ଭାରତୀୟ ନାରୀଙ୍କ ନୂଆ ଯୁଗର ଶୁଭାରମ୍ଭ ହେଲା। ସ୍ୱାଧୀନତା ସଂଗ୍ରାମରେ ମହିଳାଙ୍କ ଭୂମିକା ଅବିସ୍ମରଣୀୟ। ସରୋଜିନୀ ନାଇଡୁ, ଅରୁଣା ଆସଫ ଅଲି, କସ୍ତୁରବା ଗାନ୍ଧୀଙ୍କ ସହ ଓଡ଼ିଶାର ରମାଦେବୀ, ମାଳତୀ ଚୌଧୁରୀ, ସରଳା ଦେବୀ ଓ ପାର୍ବତୀ ଗିରି ଘରୁ ବାହାରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ତା ଛଡ଼ା ଓଡ଼ିଶାର ପ୍ରଥମ ମହିଳା ସମ୍ପାଦିକା ଭାବେ ରେବା ରାୟ ସେତେବେଳେ ନୂତନ ଭାବେ ନିଜସ୍ୱ ପରିଚିତି ସୃଷ୍ଟି କରିଥିଲେ। 1892 ମସିହାରେ ସେ ଆଶା ନାମକ ଏକ ପତ୍ରିକା ପ୍ରକାଶ କରି ଓଡ଼ିଶାରେ ମହିଳା ସାମ୍ବାଦିକତାର ମୂଳଦୁଆ ସ୍ଥାପନ କରିଥିଲେ। ନାରୀମାନେ ଘରର ଚାରିକାନ୍ଥ ଭିତରୁ ବାହାରି ଆଜି ସାମ୍ବାଦିକ, ସମ୍ବାଦ ପାଠିକା, ସମ୍ପାଦିକା, ଉପସ୍ଥାପିକା, ଲେଖିକା, ଚଳଚ୍ଚିତ୍ର ନିର୍ମାଣକର୍ତ୍ରୀ, ଫଟୋ ସାମ୍ବାଦିକ, ଡିଜିଟାଲ ବିଷୟବସ୍ତୁ ନିର୍ମାତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ଅନେକ ମହିଳା ନିର୍ଭୀକ ଭାବରେ ଯୁଦ୍ଧ, ବନ୍ୟା, ବାତ୍ୟା ଏବଂ ଜରୁରୀକାଳୀନ ସମୟରେ ସେଠାରେ ଉପସ୍ଥିତ ହୋଇ ସାହସର ସହିତ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ବର୍ତ୍ତମାନ କୁହାଯାଉଛି ରିପୋର୍ଟର ବା ଖବର ସଂଗ୍ରହକାରୀ, ଯେଉଁମାନେ ଦିନ ଏବଂ ରାତିକୁ ଏକ କରି କୌଣସି ସମୟକୁ ଖାତିର ନ କରି ନିଷ୍ଠାର ସହିତ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଏବଂ ସମାଜରେ ନିଜର ସ୍ୱତନ୍ତ୍ର ପରିଚିତି ହାସଲ କରିପାରିଛନ୍ତି। ଜାତୀୟ ସ୍ତରର ସୁଖ୍ୟାତି ଅର୍ଜନ କରିଥିବା ବିଭିନ୍ନ ଭାଷାର ଓ ବିଭିନ୍ନ ରାଜ୍ୟର ସାମ୍ବାଦିକଙ୍କ ତାଲିକା ଏବେ ବେଶ୍ ଲମ୍ବା। ତେବେ କେବଳ ସେତିକି ନୁହେଁ, ସରକାରୀ ଓ ବେସରକାରୀ ବିଭିନ୍ନ ସଂସ୍ଥାର ସମ୍ପାଦକ ଓ ନିର୍ଦ୍ଦେଶକ ପଦବୀ ମଣ୍ଡନ କରି ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ମଧ୍ୟ ହାସଲ କରିଛନ୍ତି। ଗଣମାଧ୍ୟମରେ ନାରୀର ଏହି ସକ୍ରିୟତା ସମାଜରେ ଏକ ସୁସ୍ଥ ଏବଂ ସନ୍ତୁଳିତ ପରମ୍ପରା ଗଢ଼ିବାରେ ସାହାଯ୍ୟ କରିଛି। ଅନେକ ନାରୀ ଅଛନ୍ତି ଯେଉଁମାନେ ପ୍ରତ୍ୟକ୍ଷ ଭାବରେ ନହେଲେ ମଧ୍ୟ ପରୋକ୍ଷରେ ରହି ବିଭିନ୍ନ ଟେକ୍ନୋଲୋଜିକାଲ କାମ କରିବାରେ ସିଦ୍ଧହସ୍ତ ହେଉଛନ୍ତି। ଏହି ସମ୍ବାଦକୁ ବା ଏହି ଗଣମାଧ୍ୟମରେ ଯେଉଁ ନାରୀମାନେ କାମ କରୁଛନ୍ତି ପରୋକ୍ଷରେ ରହି, ସେମାନେ ପ୍ରତ୍ୟକ୍ଷରେ ଦେଖାଯାଉନଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟ ଏ ସମସ୍ତ ସଫଳତାର ପଛରେ ରହିଛି ବୋଲି ଅନୁମାନ କରାଯାଇପାରେ। ଜଣେ ନାରୀ ହିଁ ଅନ୍ୟ ଜଣେ ନାରୀର ଦୁଃଖ ଓ ସମସ୍ୟାକୁ ଅଧିକ ସମ୍ବେଦନଶୀଳତାର ସହ ବୁଝିପାରିଥାଏ। ଗଣମାଧ୍ୟମରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ହେବା ଫଳରେ କନ୍ୟା ଭ୍ରୂଣ ହତ୍ୟା, ଯୌତୁକ ନିର୍ଯାତନା ଏବଂ କର୍ମକ୍ଷେତ୍ରରେ ଶୋଷଣ ଭଳି ପ୍ରସଙ୍ଗଗୁଡ଼ିକ ଅଧିକ ଗୁରୁତ୍ୱ ପାଉଛି। ଏହାଛଡ଼ା ଗଣମାଧ୍ୟମ ନାରୀଙ୍କ ସଫଳତାକୁ ସମାଜ ସମ୍ମୁଖରେ ଆଣିବାରେ ବିଶେଷ ଭୂମିକା ନିଭାଉଛି। ଉଦାହରଣ ସ୍ୱରୂପ ଭାରତର ମହାକାଶ ବିଜ୍ଞାନୀ ଯେମିତି କଳ୍ପନା ଚାୱଲା, ସୁନିତା ୱିଲିୟମ୍ସ, କ୍ରୀଡ଼ାବିତ୍ ଦୂତି ଚାନ୍ଦ, ଏମିତି ଅନେକ ସାମାଜିକ କର୍ମୀମାନଙ୍କର ସଫଳତା ମଧ୍ୟ ଗଣମାଧ୍ୟମ ଆଣି ଘରେ ଘରେ ପହଞ୍ଚାଇଛି। ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ଓ ଭାରତର ବକ୍ସିଂ ଚାମ୍ପିୟନ ମେରିକମ୍, ବବିତା ଫୋଗତ, ଗୀତା ଫୋଗତଙ୍କ ସଫଳତା ଲକ୍ଷ ଲକ୍ଷ ଝିଅଙ୍କୁ ପ୍ରେରଣା ଯୋଗାଉଛି। ସେହିପରି ଆମର ଏଭରେଷ୍ଟ ବିଜେତା, ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ଜୀବନ କାହାଣୀ ମଧ୍ୟ ଆଜି ଯୁବପିଢ଼ିକୁ ସ୍ୱପ୍ନ ଦେଖିବା ଓ ପରିଶ୍ରମକୁ ସାକାର କରିବାକୁ ପ୍ରେରିତ କରେ। ଏହା ସହିତ ଗଣମାଧ୍ୟମ ନାରୀ ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସୁରକ୍ଷା, ବାଲ୍ୟ ବିବାହ ନିରାକରଣ, ଯୌତୁକ ପ୍ରଥା ବିରୋଧ, ନାରୀ ଅଧିକାର, ସ୍ୱାବଲମ୍ବନ ଭଳି ବିଭିନ୍ନ ସାମାଜିକ ବିଷୟରେ ଜନସଚେତନତା ସୃଷ୍ଟି କରୁଛି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା, ପ୍ରଚାର ଓ ଡକୁମେଣ୍ଟାରୀ ମାଧ୍ୟମରେ ଲୋକମାନଙ୍କ ମନରେ ନାରୀଙ୍କ ପ୍ରତି ସମ୍ମାନ ଓ ସମାନତାର ଭାବନା ବୃଦ୍ଧି ପାଉଛି। ସ୍ୱୟଂ ସହାୟକ ଗୋଷ୍ଠୀ, କ୍ରୀଡ଼ା, କଳା ଓ ରାଜନୀତି କ୍ଷେତ୍ରରେ ଓଡ଼ିଆ ନାରୀମାନଙ୍କର ସଫଳତାର କାହାଣୀକୁ ଗଣମାଧ୍ୟମ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛି। ଏହା ସମାଜର ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଯୋଗାଉଛି। ସମସ୍ତ ପ୍ରକାର ପ୍ରଗତି ଓ ଉନ୍ନତି ସତ୍ତ୍ୱେ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ କିଛି ଆହ୍ୱାନର ସାମ୍ନା କରିବାକୁ ପଡ଼ିଥାଏ, ଯେମିତି ନିରାପତ୍ତା ଓ କାର୍ଯ୍ୟକ୍ଷେତ୍ରରେ ପରିବେଶ ଆଉ ପାତାର ଅନ୍ତର, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିବା ଏବଂ ଫିଲ୍ଡ ରିପୋର୍ଟିଂ ସମୟରେ ନିରାପତ୍ତା ଏକ ବଡ଼ ଚିନ୍ତା। ବେଳେବେଳେ ନାରୀମାନେ ଭିଡ଼ ଭିତରେ ଫସି ଯାଇଥାନ୍ତି ଏବଂ ରିପୋର୍ଟ ଆଣିବା ସମୟରେ ବେଳେବେଳେ ଅଶ୍ଳୀଳ ଇଙ୍ଗିତର ମଧ୍ୟ ସାମ୍ନା କରିଥାନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ସମସ୍ତ ନକାରାତ୍ମକ ଦିଗକୁ ପରିତ୍ୟାଗ କରି ସକାରାତ୍ମକ ଦିଗରେ ଆଗକୁ ବଢ଼ିବାର ନାଁ ହେଉଛି ନାରୀ। କେତେକ କ୍ଷେତ୍ରରେ ପୁରୁଷ ପ୍ରଧାନ ଚିନ୍ତାଧାରା ଯୋଗୁଁ ନାରୀମାନଙ୍କୁ ନିଷ୍ପତ୍ତି ନେବା ପଦବୀକୁ ଯିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼େ।
डिजिटल प्लाटफर्म रे आजिकाली महिला सांबादिक माने अनेक समय व्यक्तिगत आक्रमणर शिकार होउछंती। सबु सत्वे नारीटीए निज मर्यादार सीमारेखा भितरे रही सर्वदा कार्य कले निश्चित भाव सफलता पाई थाए। एहार अनेक उदाहरण देखिबाकू पाइछु। सुस्थ परंपरा गढ़िबा नारी पाई केबे भी सहज नथिला, आज मध्य सहज होई नाही। किंतु समस्त बाधाविघ्न को आड़ेई नारी निजर योग्यता प्रमाण करने परंपरा जारी रखिछि। एणु एक सुस्थ परंपरा स्थापन पाई गणमाध्यम सत्य, नैतिकता और सामाजिक मूल्यबोध को प्राधान्य देवा आवश्यक। नारी सफलता, संघर्ष, आत्मविश्वास और समाज प्रति अवदान को अधिक प्रचार करागले आगामी पीढ़ी एथिरु प्रेरणा पाइब एवं एक सुस्थ, साम्यवादी एवं प्रगतिशील समाजर प्रतिष्ठा होई पारिबो। परिशेषरे एतिकी कुहा जाई पारे जे प्रगतिशील समाज रे नारी पुरुष भली प्रत्येक क्षेत्र रे निजर सहभागिता चाहे, जो कर्तव्य को से निष्ठा और वैशिष्ट्य अनुଯାयी परिचालना करि पारिबो। तेणु गणमाध्यम रे तार उपस्थिति और अवदान नारी सम्मान, सुरक्षा, सशक्तिकरण और समान अधिकार को प्राधान्य देई एक सुस्थ परंपरा को आगे नेब निश्चय। शुणिले आलोचना गणमाध्यम रे नारी। आलोचना करिथिले भक्तिलता महांती। माँ तुमे ममतार सीमाहीन सागर, माँ तुमे आम पाई देवतार मंदिर। माँ तुमे ममतार सीमाहीन सागर, माँ तुमे आम पाई देवतार मंदिर। तुम से ममता मती आम पाई आलोक, लिभाई छियो माराती मने भरी पुलक। तुमे जे स्नेह मोई स्नेहर झर, तुमे जे स्नेह मोई स्नेहर झर। माँ तुमे ममतार सीमाहीन सागर, माँ तुमे आम पाई देवतार मंदिर। ए आखि देखिछि जहाँ तुम प्रीति सरधा, आम दुखे दुखी होई कर सुख सौदा। ए आखि देखिछि जहाँ तुम प्रीति सरधा, आम दुखे दुखी होई कर सुख सौदा। आम मुखे हस तुम मने खुशी आसर, तुमरी आशीषे मागो हसु आम संसार। माँ तुमे ममतार सीमाहीन सागर, माँ तुमे आम पाई देवतार मंदिर।
ପୃଥିବୀ ତାର ଭଣ୍ଡାରରେ ଆମର ଆବଶ୍ୟକତା ପୂରଣ ପାଇଁ ଅନେକ ଜିନିଷ ସାଇତି ରଖିଛି। ହେଲେ ଆମେ ଭୁଲିଯିବା ଉଚିତ ନୁହେଁ ଯେ ଏସବୁ ଅସରନ୍ତି ନୁହେଁ। ମାଟି, ପାଣି, ପବନ ଭଳି ଆମର ଦରକାରରେ ଆସୁଥିବା ବିଭିନ୍ନ ପ୍ରକାର ଶକ୍ତିର ସ୍ରୋତ ସେଥିମଧ୍ୟରୁ ଅନ୍ୟତମ। କୁହାଯାଏ ବସି ଖାଇଲେ ନଈବାଲି ସରେ। ଆଉ ଆମେ କୋଇଲା, ପ୍ରାକୃତିକ ଗ୍ୟାସ୍ ଏବଂ ତୈଳକୁ ଯେଉଁଭଳି ଭାବେ ନିର୍ବିଚାରରେ ବ୍ୟବହାର କରୁଛୁ ତାହା ଦିନେ ନା ଦିନେ ତ ସରିଯିବ। କିନ୍ତୁ ସେସବୁକୁ ବୁଝି ବିଚାରି ଖର୍ଚ୍ଚ କରିବା ସହିତ ତାକୁ ସଞ୍ଚୟ କରିବା ପାଇଁ ଚେଷ୍ଟା କରିବା ମଧ୍ୟ ଦରକାର। ଏଇ ଯେମିତି ଦରକାର ନଥିଲେ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବା, ଲାଇଟ୍ ଫ୍ୟାନ୍କୁ ଦରକାର ନଥିଲେ ବନ୍ଦ କରିବା, ଲୁଗା ସଫା କରିବା ପାଇଁ, ଘର ଝାଡ଼ିବା ପାଇଁ ସବୁବେଳେ ବିଦ୍ୟୁତ୍ ଚାଳିତ ଉପକରଣ ବ୍ୟବହାର ନ କରି ବେଳେବେଳେ ଏସବୁ କାମକୁ ନିଜ ହାତରେ କରିବାକୁ ଚେଷ୍ଟା କରିବା। ପାଣିର ଅପଚୟ କରିବା ନାହିଁ। ଗ୍ୟାସ୍ ଚୁଲା ବ୍ୟବହାର କରୁଥିଲେ ରନ୍ଧନ ଗ୍ୟାସ୍ କିଭଳି ସଞ୍ଚୟ କରାଯାଇପାରିବ ସେ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଖାଦ୍ୟ ରାନ୍ଧିବା ପୂର୍ବରୁ ରୋଷେଇ ସାମଗ୍ରୀକୁ ହାତ ପାଖରେ ସଜାଡ଼ି ରଖିବା। ଚାଉଳ, ଡାଲି କିମ୍ବା ଡାଲି ଜାତୀୟ ଜିନିଷ ଯାହା ତିଆରି ହେବା ପାଇଁ ସମୟ ଲାଗିଥାଏ ସେସବୁକୁ କିଛି ସମୟ ପୂର୍ବରୁ ଭିଜାଇ ଦେଇ ତାପରେ ରାନ୍ଧିବା। ଖାଦ୍ୟ ରାନ୍ଧିଲା ବେଳେ ଖାଦ୍ୟକୁ ଘୋଡ଼ାଇ ରାନ୍ଧିଲେ ତାହା ଶୀଘ୍ର ତିଆରି ହୋଇଯିବ। ଆଉ ଗୋଟିଏ କଥା, ଆମେ ଅନେକ ସମୟରେ ଛୋଟ ଛୋଟ କାମ ପାଇଁ 2 ଚକିଆ କିମ୍ବା 4 ଚକିଆ ଯାନ ବ୍ୟବହାର କରୁଛୁ। ସେମିତି ନକରି ଯଦି ଆମେ ଅଳ୍ପ ବାଟ ପାଇଁ ସାଇକେଲ ବ୍ୟବହାର କରିବା କିମ୍ବା ପାଦରେ ଚାଲି ଚାଲି ଯିବା ତେବେ ଆମେ ସୁସ୍ଥ ରହିବା ସହିତ ପରିବେଶ ପ୍ରଦୂଷଣକୁ ମଧ୍ୟ କିଛି ମାତ୍ରାରେ କମ୍ କରିପାରିବା। ତା ସହିତ ବିଭିନ୍ନ ପ୍ରକାର ଗାଡ଼ି ପାଇଁ ଦରକାର ହେଉଥିବା ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକୁ ମଧ୍ୟ କମ୍ କରିପାରିବା। ହଁ ଭଉଣୀ, ଏମିତି କିଛି ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ରଖିଲେ ଆମେ ଅଳ୍ପ ହେଉ ପଛେ କିଛି ଶକ୍ତି ସଞ୍ଚୟ କରିପାରିବା। କୁହାଯାଏ ଜଳ ହିଁ ଜୀବନ। ଏମିତିରେ ଦେଖିବାକୁ ଗଲେ ପାଣି ବିନା ଏ ଜୀବଜଗତ ତିଷ୍ଠି ରହିବା ଏକ ପ୍ରକାର ଅସମ୍ଭବ କହିଲେ କିଛି ଭୁଲ ହେବ ନାହିଁ। ହଁ, କେବଳ ଗଛଲତା, ପଶୁପକ୍ଷୀ, କୀଟପତଙ୍ଗ ପାଇଁ ନୁହେଁ, ତେବେ ମଣିଷ ପାଇଁ ପାଣିର ଆବଶ୍ୟକତା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମ ସମସ୍ତଙ୍କୁ ଊଣା ଅଧିକେ ଜଣା। କେବଳ ବଞ୍ଚି ରହିବା ପାଇଁ ଯେ ପାଣିର ଆବଶ୍ୟକତା ରହିଛି ତା ନୁହେଁ, ସୁସ୍ଥ ଜୀବନ ଜୀଇବା ପାଇଁ ମଧ୍ୟ ପାଣିର ଆବଶ୍ୟକତା ରହିଛି। ତେବେ ଏକଥା ଶୁଣିଲେ ଆପଣମାନଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ ଯେ ମଣିଷର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ପାଣିର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମ ଶରୀରରେ 70% ହେଉଛି ଜଳ। ତେଣୁ ଶରୀରର ସେହି ଜଳୀୟ ଅଂଶର ପରିମାଣକୁ ବଜାୟ ରଖିବାକୁ ହେଲେ ଆମକୁ ପ୍ରଚୁର ପରିମାଣରେ ପାଣି ପିଇବା ଦରକାର। କାହିଁକି ନା ସବୁବେଳେ ସଠିକ୍ ପରିମାଣର ପାଣି ପିଇବା ଦ୍ୱାରା ଶରୀରରେ ଜଳ ଏବଂ ଲବଣର ପରିମାଣ ସନ୍ତୁଳିତ ରହେ। ଅନେକ ସମୟରେ ଆମେ ଭାବୁ ଯେ ଶୋଷ ଲାଗିଲେ ହିଁ ପାଣି ପିଇବା ଦରକାର, କିନ୍ତୁ ଏହା ଭୁଲ ଧାରଣା। ଶୋଷ ନ ଲାଗିଲେ ବି ଆବଶ୍ୟକ ପରିମାଣର ପାଣି ପିଇବା ଉଚିତ, କାରଣ ଶରୀରର ବିଷାକ୍ତ ପଦାର୍ଥ ଝାଳ ଏବଂ ମୂତ୍ର ମାଧ୍ୟମରେ ଆମ ଶରୀରରୁ ବାହାରିଯାଏ। ତା ଛଡ଼ା ଶରୀରର ଉତ୍ତାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ତେଣୁ ଦିନରେ ଅତି କମରେ 8ରୁ 10 ଗ୍ଲାସ ପାଣି ପିଇବା ଦରକାର। ତେବେ ଥରକେ ଅଧିକ ପାଣି ନ ପିଇ ଅଳ୍ପ ଅଳ୍ପ ପାଣି ଅଧିକ ଥର ପିଅନ୍ତୁ। ରାତିରେ ବେଶୀ ପାଣି ନ ପିଇବା ଭଲ। ସକାଳୁ ଉଠିବା ପରେ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ। ଖାଇବା ମଝିରେ ବା ଖାଇସାରିବା ସାଙ୍ଗେ ସାଙ୍ଗେ ପାଣି ନ ପିଇ ଖାଇବାର ଅଧଘଣ୍ଟା ଆଗରୁ ଏବଂ ଖାଇସାରିବାର କିଛି ସମୟ ପରେ ପାଣି ପିଇଲେ ତାହା ସ୍ୱାସ୍ଥ୍ୟ ପକ୍ଷେ ହିତକର। ଫ୍ରିଜ୍ ପାଣି ବଦଳରେ ସାଧାରଣ ପାଣି ବା ନଖ ଉଷୁମ ଥିବା ପାଣି ପିଅନ୍ତୁ। ସବୁବେଳେ ବିଶୁଦ୍ଧ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ, କାହିଁକି ନା ଦୂଷିତ ପାଣି ପିଇବା ଦ୍ୱାରା ମଧ୍ୟ ଅନେକ ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଏମିତି କିଛି ଛୋଟ ଛୋଟ କଥା ପ୍ରତି ସଚେତନ ରହିଲେ ଆମେ ନିଶ୍ଚିତ ସୁସ୍ଥ ଓ ନିରୋଗ ଜୀବନଯାପନ କରିପାରିବା। କାର୍ଯ୍ୟକ୍ରମ ତ ଶୁଣିଲେ, କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଜଣାଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନକୋଡ୍ 753001। ସତେକି କହ୍ନାଇ ହୋଇବୁ ରାଜି, ଭାଗ୍ୟ ମୋ ଯିବ ଫିଟି। ସତେକି କହ୍ନାଇ ହୋଇବୁ ରାଜି, ଭାଗ୍ୟ ମୋ ଯିବ
ଯିବ ଫିଟି ମୋ ବାକି ଜୀବନ ତତେ ଟିକେ ଦେବି ରେ ମୋ ବାକି ଜୀବନ ତତେ ଟିକେ ଦେବି ରେ ତୋ ପାଦ ତଳେ ମୁଁ ଖଟି ଖଟି ସତେ କି କହ୍ନାଇ ହୋଇବୁ ରାଜି ଭାଗ୍ୟ ମୋ ଯିବ ଫିଟି ନରେନ୍ଦ୍ର ଜଳରେ ତତେ ଗାଧୋଇ ଦିଅନ୍ତି ଖଣ୍ଡ ହଳଦୀକୁ ବାଟି ତୋ ମଥାକୁ ସୁନ୍ଦର ସଜାଇ ଦିଅନ୍ତି ଅଗରୁ ଚନ୍ଦନ ଛାଟି ଶ୍ରୀମୁଖେ ତାମ୍ବୁଳ ଖୁଆଇ ଦିଅନ୍ତି ଶ୍ରୀମୁଖେ ତାମ୍ବୁଳ ଖୁଆଇ ଦିଅନ୍ତି ନାଲି ମନ୍ଦାର ଉଠନ୍ତା ଫୁଟି ସତେ କି କହ୍ନାଇ ହୋଇବୁ ରାଜି ଭାଗ୍ୟ ମୋ ଯିବ ଫିଟି। ତେବେ ଆଜି ତ ସମୟ ହେଇଯାଇଛି। କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି ମୁଁ ସୌଦାମିନୀ। ନମସ୍କାର।